ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ अंतर्गत ସାଅନ୍ତା ଗ୍ରାମରେ ଘଟିଛି ଆଶ୍ଚର୍ଯ୍ୟକର ଘଟଣା। ଗତ 3-4 ମାସ ପୂର୍ବରୁ ସେହି ଗାଁର ବିଜୟ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ନିଜ ଘରର ନିତ୍ୟ ଓ ଶୌଚ ପାଇଁ ଏକା ସାଙ୍ଗରେ 2ଟି ପାଇଖାନା ଟାଙ୍କି ପକାଇଥିଲେ। କିନ୍ତୁ ଏବେ ହଠାତ୍ ଗୋଟିଏ ଟାଙ୍କିର 10ଟି ନନ୍ଦରୁ 7ଟି ନନ୍ଦ ଆପେ ଆପେ ଉଠି ପଡ଼ିଛି, ଯାହା ଫଳରେ ଘର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ପାଖରେ ଆଉ ଗୋଟିଏ 5 ଟିକିଆ ନନ୍ଦ ବିଶିଷ୍ଟ ଟାଙ୍କି ପଡ଼ିଥିଲେ ମଧ୍ୟ ତାହା ସୁରକ୍ଷିତ ରହିଥିବା ବେଳେ ଏହି 10 ଟିକିଆ ନନ୍ଦ କିପରି ଉପରକୁ ଆପେ ଆପେ ଉଠି ଆସିଲା, ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ଏହା କୌଣସି ବୈଜ୍ଞାନିକ କାରଣ ନା କୌଣସି ପ୍ରାକୃତିକ କାରଣ ତାହା ଜଣାପଡ଼ିନାହିଁ। ତେଣୁ ଏନେଇ ତଦନ୍ତ କରିବାକୁ ସ୍ଥାନୀୟ ପ୍ରଶାସନକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି। ବାଲେଶ୍ୱରରୁ ପ୍ରସଞ୍ଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।